যা କରାଗଲା ସେଠୁ ଏଠି ଓଡ଼ିଶାରେ ଏତେ ଲୋକ ସ୍ୱାଗତ କରିବା ଅବସ୍ଥା ପୂର୍ବରୁ ପୂର୍ବଦିନ ଏନ୍ଡିଏ ସାଂସଦମାନେ ତାଙ୍କୁ ସେଭଳି ସ୍ୱାଗତ କରିଥିଲେ ପାର୍ଲାମେଣ୍ଟରେ। ତେଣୁ ଏଇଟା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧାସଳଖ ଭାବରେ ଚାପ ସୃଷ୍ଟି କରିଛି କି ନାହିଁ ମୁଁ କହିପାରିବି। ନିଶ୍ଚିତ ଭାବରେ ତାଙ୍କ ପ୍ରତି ଗୋଟିଏ ହେଇଥିବ ଯେ ଆଉ ଗୋଟେ ପାୱାର ସେଣ୍ଟର ଭାବରେ ଯଦି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଚାଲିଗଲେ ସେ ଅଧିକ ସମୟ ଓଡ଼ିଶାରେ ଦେବେ ଏବଂ ସେ ଗୋଟେ ଆଉ ଗୋଟେ ପାୱାର ସେଣ୍ଟର ଭାବରେ ଆସିବେ ଏଇଟା ସେ ଆଡ଼ିକି ବା ସ୍ପଷ୍ଟ ହେଇଗଲାଣି। ଏହି ସମୟରେ ଆପଣ ଦେଖିବେ ଓଡ଼ିଶାରେ ବିରୋଧୀ ନେତା ନବୀନ ପଟ୍ଟନାୟକ ଏଇଥିରେ ଯେଉଁ ଦିଲ୍ଲୀ ଯାଇଥିଲେ, ଦିଲ୍ଲୀରେ ସିଧାସଳଖ ଭାବରେ କକରୋଜ ଜନତା ପାର୍ଟିକୁ ସମର୍ଥନ କରିବା, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା, ଏଠିକି ଆସିଲା ପରେ ପ୍ରଧାନଙ୍କ ଇସ୍ତଫା ଦାବି କରିବା ଏବଂ ରାଜ୍ୟରେ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼ଙ୍କ ଇସ୍ତଫା ଦାବି କରିବା, ଉତ୍ତରଦାୟୀ ଏ ଯେଉଁ ପାଠ୍ୟପୁସ୍ତକ ଭୁଲ ପାଇଁ ତାକୁ ଜବାବଦାର କରିବା, ଏନ୍ଡିଆର ଦଳକୁ ସକ୍ରିୟ କରିକି ଶିକ୍ଷାମନ୍ତ୍ରୀଙ୍କ ବିରୁଦ୍ଧରେ କ୍ୟାମ୍ପେନ୍ ଆରମ୍ଭ କରିବା ଏବଂ ଗତକାଲି ଯେତେବେଳେ ଭାରତୀୟ ହକି ଦଳ ତାର ଜର୍ସି ବଦଳି ଦେଲା, ଜର୍ସିର ରଙ୍ଗ ବଦଳି ଦେଲା, ବ୍ଲୁରୁ ନାରଙ୍ଗୀ ରଙ୍ଗକୁ ନେଇ ଆସିଲା, ନୀଳରୁ ନାରଙ୍ଗୀ ରଙ୍ଗକୁ, ସେତେବେଳେ ଗୋଟେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ନବୀନ ପଟ୍ଟନାୟକ। ସିଏ କହୁଛନ୍ତି ଏଇ ଯେଉଁ ନାରଙ୍ଗୀ ରଙ୍ଗକୁ ଗଲା ଇଏ ଓଡ଼ିଶା ରାଜ୍ୟ ସରକାରଙ୍କର ଉଦ୍ୟମରେ କରାଯାଇଛି। କାରଣ ଓଡ଼ିଶାର ଯେଉଁ ରାଜ୍ୟ ସରକାର ବିଜେପି ସରକାର ଇଏ କେବଳ ରଙ୍ଗ ବଦଳିବା ଜାଣନ୍ତି, କେବଳ ରଙ୍ଗ ବଦଳି ବଦଳି ଚାଲିଛନ୍ତି। ଖାଲି କୋଠା ରଙ୍ଗ ବଦଳା, ବସ୍ ରଙ୍ଗ ବଦଳା ଏବଂ ନାରଙ୍ଗୀ ରଙ୍ଗ କରା ଗେରୁଆ ଯାହାକୁ ପାଖାପାଖି ରାଜନୈତିକ କାରଣରୁ ଇଏ ବର୍ତ୍ତମାନ ହକିର ଜର୍ସି ମଧ୍ୟ ବଦଳିଛି। ଏହି କଥା ସିଏ କହିଲା ପରେ ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ୟାକୁ ସମର୍ଥନ କରି, କାରଣ ଭାରତୀୟ କ୍ରିକେଟ ଦଳର ଜର୍ସି କ'ଣ ବ୍ଲୁ, ଭାରତୀୟ କ୍ରିକେଟ ଦଳ, ଭାରତୀୟ ହକି ଦଳ ମନସିଆ ଥିଲା। ଏଇଟା କାହିଁକି ବଦଳିଲା? ଯେହେତୁ ଦିଲ୍ଲୀପ ତିର୍କି ଯିଏ ହକି ଇଣ୍ଡିଆର ପ୍ରେସିଡେଣ୍ଟ, ସିଏ କହୁଛନ୍ତି ଯେ ସମସ୍ତେ ଆଲୋଚନା କରିକି ସପୋର୍ଟ ସମସ୍ତେ ଆଲୋଚନା କରି ଆମେ ବ୍ଲୁଟା ଯେତେବେଳେ ଖେଳ ପଡ଼ିଆର ରଙ୍ଗ ସହିତ ସମାନ ହେଇଯାଉଛି, ତେଣୁ ସେ ଦୃଷ୍ଟିରୁ ଆମେ ଗୋଟେ ଏଇ କଲର୍କୁ ଚୁଜ୍ କଲୁ। ଏଥିରେ କୌଣସି ରାଜନୈତିକ ବିଚାର ନାହିଁ। କିନ୍ତୁ ନବୀନ ପଟ୍ଟନାୟକ କ'ଣ କହୁଛନ୍ତି? ରାଜନୈତିକ ବିଚାର ହିଁ ଅଛି ଏବଂ ତାଙ୍କ ମତକୁ ଅନେକ ସମର୍ଥନ କରୁଛନ୍ତି ଅନେକ ଲୋକ। ସେ କହୁଛନ୍ତି ଯେ ଓଡ଼ିଶା ଯେତେବେଳେ ଭାରତୀୟ ହକିର ଖରାପ ଅବସ୍ଥା ସମୟରେ ଓଡ଼ିଶା ହକି ଦଳକୁ ସ୍ପନ୍ସର କରିଥିଲା, ହକି ଦଳ ସମସ୍ତ ଖର୍ଚ୍ଚ ବୁଝୁଥିଲା, ଏବେ ମଧ୍ୟ ହକି ଓଡ଼ିଶା ସ୍ପନ୍ସର କରୁଛି। ଇଣ୍ଡିଆନ୍ ହକିର, ଭାରତୀୟ ହକିର ମେଜର ଖର୍ଚ୍ଚ, ସ୍ପନ୍ସର ଖର୍ଚ୍ଚ ଓଡ଼ିଶା ସରକାର ବିହାର କରୁଛନ୍ତି ଓବିସି ଜରିଆରେ। ହଉ, ଯେଉଁ ଖର୍ଚ୍ଚ ବିହାର କରୁଛନ୍ତି ସେଇଠାରେ ଏଇ ଜର୍ସି ବଦଳିବା କାମ ଏଇଟା ସେତେବେଳେ ନବୀନ ପଟ୍ଟନାୟକ ବେଳକୁ ଆରମ୍ଭ ହେଇଛି କାମ, ହକିକି ସ୍ପନ୍ସର କରିବା କାମ ଓଡ଼ିଶା ସରକାରଙ୍କର। ବହୁତ ଦିନ ପରେ ନବୀନ ପଟ୍ଟନାୟକ କରିଛନ୍ତି ହକିରେ ୱାର୍ଲଡ ବିଶ୍ୱକପ୍ ଏଠି କରିଛନ୍ତି, ବଡ଼ ବଡ଼ ପ୍ରତିଯୋଗିତା ଓଡ଼ିଶାରେ କରିଛନ୍ତି, ଓଡ଼ିଆ ବହୁତ ଷ୍ଟାଡ଼ିୟମ୍ କରିଛନ୍ତି, ସୁନାମ ବି ଅର୍ଜନ କରିଛନ୍ତି। ସେଥିପାଇଁ ସିଏ ବର୍ତ୍ତମାନ ପୁଣି ସେ କହୁଛନ୍ତି ଏବେ ମଧ୍ୟ ସେଇଟା ହକି ଚାଲିଛି ଓଡ଼ିଶାର। ଓଡ଼ିଶା ସରକାର ଚାପ ଦେଇକି ଏ ନାରଙ୍ଗୀ ରଙ୍ଗକୁ ଆଣିଛନ୍ତି। କ'ଣ ଭାବନ୍ତୁ? କିନ୍ତୁ ଦିଲ୍ଲୀପ ତିର୍କି ହକି ଇଣ୍ଡିଆର ଯେ ପ୍ରେସିଡେଣ୍ଟ, ସିଏ ତ ବିଜେଡ଼ି ନବୀନ ପଟ୍ଟନାୟକ ବହୁତ କ୍ଲୋଜ୍ ଥିଲେ, ବିଜେଡ଼ି ଦଳ ପ୍ରାର୍ଥୀ ବି ହେଇଥିଲେ, ରାଜ୍ୟସଭାରେ ବିଜେଡ଼ି ଦଳ ନେତା ବି ଥିଲେ। ତେଣୁ ମୁଁ ଏଇ କଣ୍ଟେଷ୍ଟରେ ସ୍ପଷ୍ଟୀକରଣ କିଏ ଦେବ, କିପରି ଆଡ଼ ଦେବ, ରାଜ୍ୟ ସରକାର ଏପର୍ଯ୍ୟନ୍ତ କିଛି କହୁନାହାନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଏଇଟା କହୁଛନ୍ତି ଆଉ ନବୀନ ପଟ୍ଟନାୟକ ମତକୁ ଭାରତବର୍ଷର ବହୁତ ଖେଳାଳିମାନେ ମଧ୍ୟ ବହୁ ପ୍ରାଣ ସମର୍ଥନ କରୁଛନ୍ତି। ନାରଙ୍ଗୀ କାହିଁକି ଗଲା? ଭାରତବର୍ଷ ଅନ୍ୟ ସବୁ ଟିମ୍ରେ ତ କ୍ରିକେଟରେ ମଧ୍ୟ ଅଛି ଯେଉଁ କଲା ତାର ପରିବର୍ତ୍ତନ ହେଇନି। ଏଇଠି କାହିଁକି ହକିରେ କରାଗଲା? କ୍ରିକେଟ ପଡ଼ିଆ ତ ସେଇଆ। ତ ସେଇ ଦୃଷ୍ଟିକୋଣରୁ ଏ ପ୍ରଶ୍ନ ଗୁଡ଼ା ରହିବ ଏବଂ ଏଥିରୁ ଜଣାପଡ଼ୁଛି ନବୀନ ପଟ୍ଟନାୟକ ଯେଉଁ ସକ୍ରିୟ ହୋଇଯାଇଛନ୍ତି, ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ, ବିଜେପି ବିରୁଦ୍ଧରେ ଗୋଟେ ଆଟମୋସ୍ଫିୟର ରାଜ୍ୟରେ କରିବେ ସରକାର ବିରୁଦ୍ଧରେ ଏବଂ ସେ ନିଜକୁ ସକ୍ରିୟ ହେଇଛନ୍ତି, ଦଳକୁ ସକ୍ରିୟ କରୁଛନ୍ତି। ସେହି ସମୟରେ ମୁଖ୍ୟମନ୍ତ୍ରୀ ଯିଏକି 2 ବର୍ଷ ଉର୍ଦ୍ଧ୍ୱ କ୍ଷମତା ରହିସାରିଲେଣି,
सी निजक अधिक शक्तिशाली करने कथा कि समय धर्म प्रधान का आविर्भाव ओडिशा रे केन्द्रमंत्री गलापर एवं सी आउ गोटे चैलेंजर भाव में आविर्भाव हो गले मन मन एवं से बेलू देखु जहाँ मत ओडिशा एत बड़ बन्या परिस्थिति मुझे बन्या गोटे भयानक बन्या हो जाता नई पारे कि ओडिशा बन्या हो सब नदी में बन्या आसूँ महानदी में बन्या आसूँ 10 लाख रुद्ध पानी मुंडे क्रॉस करुशार बैतरणी जिते उत्तर भारत ये उत्तर ओडिशार नदी सब अच्छी सबू नदी में बन्या आसूँ ब्राह्मणी बन्या आसूँ यही समय जल संपद विभाग मुख्यमंत्री जल संपद विभाग मंत्री 4 दिन धरी दिल्ली रहा ये गोटे प्रश्न पड़ू ये गोटे राजनीतिक काम कि जाकि से साक्षात कर अमित शाह कहते अन्न मंत्री की साक्षात करुँच किंतु आ भितर से दिल्ली गोटे भल कम कर हूँ छत्तीसगढ़ सहित आमर जो महानदी जो विभाग था छत्तीसगढ़ अधिकारी मान सहित मुख्यमंत्री अन्य अधिकारी सहित राज्य सरकार अधिकारी से मिलित भावे गोटे आलोचनार समाधान सूत्र जाऊँच कहते दीपावली पूर्व ये दुई राज्य भितर समाधान सूत्र बाहर आप समाधान महानदी समाधान सूत्र बाहर ये गोटा गोटा कथा हो पाए किंतु 4 दिन धरी मुख्यमंत्री रहा दिल्ली में एवं जिते पार्लियामेंट अधिवेशन चली पार्लियामेंट अधिवेशन थी मुख्यमंत्री विशेष भाव चाहिए अन्य केन्द्रमंत्री से तो पार्लियामेंट अधिवेशन केन्द्र मंत्री मान केन्द्र सरकार गोटे बैकफुट थी भाई अवस्था अच्छा सी कौन सब मंत्री मान साक्षात करवा कथा विषय आलोचना करेंगे यहाँ प्रकृष्ट समय केवे नुहे से समय मोहन माझी दिल्ली 4 दिन रहा पछरे राजनीतिक कारण को लोक मैंने खोजुंट राजनीतिक कारण मुझे कहली गोटे हेले धर्मेन्द्र प्रधान आ गोटे हेले नवीन पट्टनायक एवं यही समय भितर ओडिशा रे पौर निर्वाचन पंचायत निर्वाचन में प्रस्तुति तो से परिप्रेक्षी में केंद्रीय नेतृत्व मोहन मांझी कौन कहूँ तापर बहुत गुरुत्वपूर्ण कि मो कह कथा होपरी भाव में से कौन से गोटे राजनीतिक कारण मुख्यमंत्री निजक से शक्तिशाली अनुभव करू बोध अनुभव करुँच से कारण ये समय ओडिशार गोटे बन्या बेले कि ना सी तो देखे लोक आसवे जल संपद विभाग कम कर तार मुख्य राज्य मुख्यमंत्री केवल राजस्व डिजास्टर मैनेजमेंट रिपोर्ट छाड़ी निजे मुख्य मान कौटे निज जो मृत्यु होती केवल जिला 3 जन लोक मृत्यु होती ये तो निश्चित ना कि कथा लोक निकट से पहुँचा दरकार मुख्यमंत्री सक्रिय अच्छा लोक जाना दरकार से दृष्टिकोण देखा जे ओडिशार जो राजनीतिक परिवेश टिके बन्या सत्वे ये गरम हबार लगी गरम दिग कुआड़े जीव कौन ना आ सब मुझे जुलाई अगस्त सेप्टेम्बर सब राजनीति दृष्टि बहुत गुरुत्वपूर्ण मास गुड़िक हुए आ इथर बंद बोधे हवा को जाऊँगी तार पूर्ण संकेत मिललानी।